ମା କିଚକେଶ୍ୱରର ଦୟା ଅସୀମ। ଯେଉଁମାନେ ଶୁଦ୍ଧ ହୃଦୟରେ ତାଙ୍କୁ ଭଜନ୍ତି ସେମାନଙ୍କ ଜୀବନ ଶାନ୍ତି ଓ ସମୃଦ୍ଧି ଆସିଥାଏ। ଖିଚିଂ ଏକ ଦିବ୍ୟ ଧାମ ଯେଉଁଠି ମା ରହନ୍ତି ଜଗତର ଉଦ୍ଧାର ପାଇଁ। ମା କିଚକେଶ୍ୱରୀ ମନ୍ଦିର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟରେ ଖିଚିଂରେ ଅବସ୍ଥିତ। ଏହି ମନ୍ଦିର ତାଳବଣ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଥିବାରୁ ଏହା ଏକ ଶାନ୍ତିପୂର୍ଣ୍ଣ ଧାମ ବୋଲି ପରିଚିତ। ଦେବୀଙ୍କ ରୂପ ମା କିଚକେଶ୍ୱରୀ ଦେବୀଙ୍କୁ ଶକ୍ତି ରୂପେ ପୂଜା କରାଯାଏ। ଏହା ବିଶ୍ୱାସ କରାଯାଏ ଯେ ଏଠି ଦେବୀଙ୍କ ଦର୍ଶନ କଲେ ସମସ୍ତ ଦୁଃଖ ଦୂର ହୁଏ। ଦେବୀଙ୍କ ମୂର୍ତ୍ତି ଅତ୍ୟନ୍ତ ଶକ୍ତିଶାଳୀ ଓ ଭୟଙ୍କର ରୂପରେ ପ୍ରତିଷ୍ଠିତ। ପୌରାଣିକ କଥା ଏହି ମନ୍ଦିର ନାମ ଗୋଟିଏ ପୌରାଣିକ କିମ୍ବଦନ୍ତୀ ସହିତ ଜଡ଼ିତ। ବିଶ୍ୱାସ କରାଯାଏ ଯେ ମହାଭାରତର ବିରାଟ ନଗରରେ ଥିବା କିଚକ ନାମକ ଦୁଷ୍ଟ ଅସୁର ମା କିଚକେଶ୍ୱରୀ ତାଙ୍କ ଶକ୍ତି ଦ୍ୱାରା ନିଜେ ନାଶ କରିଥିଲେ। ତେଣୁ ତାଙ୍କୁ ନାଶ କରିଥିବାରୁ ଦେବୀଙ୍କୁ କିଚକେଶ୍ୱରୀ ବୋଲି କୁହାଯାଏ। ଏହି ମନ୍ଦିରର ଶିଳ୍ପକଳା ଅତ୍ୟନ୍ତ ଆକର୍ଷଣୀୟ। ପ୍ରାଚୀନ କଳିଙ୍ଗ ଶିଳ୍ପର ଏହି ଉଦାହରଣ। ଏଠି ପ୍ରତିବର୍ଷ ବିଶେଷ ଯାତ୍ରା ହୁଏ ଯେଉଁଠି ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଆସନ୍ତି। ନବରାତ୍ରି ଦୁର୍ଗା ପୂଜା ଏବଂ ଅଷ୍ଟମୀ ଦିନରେ ଏଠି ଅନେକ ବିଶେଷ ପୂଜା ପାଳନ କରାଯାଏ। ଏକ ଅଦ୍ଭୁତ ଘଟଣା। ଅନେକ ଦେଖାଯାଉଥିବା ଘଟଣା ଅନୁସାରେ ଯେଉଁମାନେ ମନ ଖୋଲି ମା କିଚକେଶ୍ୱରୀଙ୍କ ପାଖରେ ପ୍ରାର୍ଥନା କରନ୍ତି ସେମାନଙ୍କ ଅନେକ ଅସମ୍ଭବ ଇଚ୍ଛା ପୂରଣ ହୋଇଯାଇଛି। ମାଙ୍କ ଦର୍ଶନ କରି ଲୋକମାନେ ଅନନ୍ୟ ଆନନ୍ଦ ଓ ଶାନ୍ତିର ଅନୁଭବ କରନ୍ତି। ମୟୂରଭଞ୍ଜ ଜିଲ୍ଲାର ଖିଚିଂ ଗ୍ରାମରେ ଅବସ୍ଥିତ ମା କିଚକେଶ୍ୱରୀ ମନ୍ଦିର ଏକ ପ୍ରାଚୀନ ଓ ପବିତ୍ର ଶ୍ରୀମନ୍ଦିର। ଏହି ମନ୍ଦିର ଭଞ୍ଜବଂଶୀୟ ରାଜାମାନଙ୍କ ଦ୍ୱାରା 920ରୁ 925 ଖ୍ରୀଷ୍ଟାବ୍ଦ ମଧ୍ୟରେ ତିଆରି ହୋଇଥିଲା। ଏହି ଦେବୀଙ୍କୁ ଭଞ୍ଜବଂଶ ଓ ମୟୂରଭଞ୍ଜର ରାଜାମାନେ ଆଦିକାଳରୁ ପୂଜା କରୁଥିବା କୁଳଦେବୀ। ପ୍ରାଚୀନ କାଳରେ ଏହି ମନ୍ଦିର ଅତ୍ୟନ୍ତ ଶକ୍ତିଶାଳୀ ଧାମ ଥିଲା କିନ୍ତୁ କିଛି କାରଣରୁ ଏହା ବିନାଶ ହୋଇଯାଇଥିଲା। ପରେ 1934 ମସିହାରେ ମୟୂରଭଞ୍ଜର ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହାକୁ ନୂଆ ଭାବରେ ନିର୍ମାଣ କରିଥିଲେ। ନୂଆ ମନ୍ଦିର ତିଆରି ହେବା ସହ ଏଥିରେ ଆଧୁନିକ ଶୈଳୀ ଓ କଳା ପଥର ବ୍ୟବହାର କରାଯାଇଥିଲା। ମନ୍ଦିର ପାଖରେ ଏକ ପୁରାତନ ସଂଗ୍ରହାଳୟ ମଧ୍ୟ ଅଛି ଯେଉଁଥିରେ ମୟୂରଭଞ୍ଜ ଅଞ୍ଚଳର ବହୁ ମୂଲ୍ୟବାନ ପ୍ରତିମା ଶିଳ୍ପକାମ ଓ ଐତିହାସିକ ବସ୍ତୁ ସଂରକ୍ଷିତ ଅଛି। ଏହି ସଂଗ୍ରହାଳୟ 1922 ମସିହାରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଦ୍ୱାରା ନିର୍ମିତ ହୋଇଥିଲା। ମା କିଚକେଶ୍ୱରୀ ମନ୍ଦିର ମଧ୍ୟରେ ଓଡ଼ିଶାର ଐତିହ୍ୟ ଶିଳ୍ପ ଆସ୍ଥା ଓ ଧାର୍ମିକତାର ଏକ ଅପୂର୍ବ ମିଶ୍ରଣ ଅଛି। ଏହି ମନ୍ଦିର ସେହି ଶକ୍ତିପୀଠ ଯେଉଁଠାରେ ଦେବୀ ଭକ୍ତଙ୍କ ଅନୁରୋଧ ଶୁଣି ତାଙ୍କର ଦୁଃଖ ଦୂର କରନ୍ତି। ଆଜି ଆମେ ଯେଉଁ ଶକ୍ତିପୀଠ ଉପରେ ଶୁଣୁଛନ୍ତି ସେଠି ମାର ଶକ୍ତି କେବଳ ଶବ୍ଦରେ ବ୍ୟାଖ୍ୟା କରିପାରିବା ନୁହେଁ। ଏହି ଶକ୍ତି ଅନୁଭୂତିର ବିଷୟ। ସେହି ଶକ୍ତି ହେଉଛନ୍ତି ମା କିଚକେଶ୍ୱରୀ। ମୟୂରଭଞ୍ଜ ଜିଲ୍ଲାର ଖିଚିଂ ଗ୍ରାମରେ ବିରାଜମାନ ଏକ ଦିବ୍ୟ ରୂପା।